हाय ସାଙ୍ଗମାନେ କେମିତି ଅଛନ୍ତି ଆପଣ ମାନେ ଆଶା କରେ ସମ୍ପୂର୍ଣ୍ଣ ଭାବରେ ଭଲରେ ଥିବେ ଆଉ ଠିକ ସେମିତି ଭଲରେ ଥାନ୍ତୁ। ମୁଁ କ୍ଷେତ୍ର ଅଛି ୟଙ୍ଗଷ୍ଟାର କ୍ଷେତ୍ର ଅଛି ୟୁଟ୍ୟୁବ ଚ୍ୟାନେଲ ତରଫରୁ ଆପଣମାନଙ୍କୁ ମୋର ହାର୍ଦ୍ଦିକ ହାର୍ଦ୍ଦିକ ଶୁଭକାମନା। ମୁଁ ଆଜି ଆପଣମାନଙ୍କୁ ଦେଖେଇବି ଆମର ଏମିତି ଏକ ଘଟଣା ଯୋଉଟା କି ମାନେ ଗୋଟେ ନ୍ୟୁଜ ଅଛି। ଆଉ ସେଟା ହଉଛି ଆମର କାଞ୍ଜାରୀ ଡ୍ୟାମ ଠାରେ ଘଟିଥିବା ଗତକାଲିର ଦୃଶ୍ୟ ଯୋଉଟା କି ପାରିବାରିକ ସମସ୍ୟା ନେଇ ମହିଳା ଜଣକ କାଞ୍ଜାରୀ ଡ୍ୟାମକୁ ଡେଇଁ ପଡିଛନ୍ତି। ଆଉ ତ ଭିଡିଓଟି ଦେଖି ଜାଣିଲା ପରେ ଜାଣିବେ ମହିଳାର କଣ ହେଇଛି କଣ ନାହିଁ ଘଟଣା। ତ ସାଙ୍ଗମାନେ ଭିଡିଓଟି ଷ୍ଟାର୍ଟ କରିବା ପୂର୍ବରୁ ମୁଁ କହୁଛି ମଣିଷ ଜୀବନ ହଉଛି ଆମର ସବୁଠୁ ଶ୍ରେଷ୍ଠ ଜୀବନ। ତ ମଣିଷ ଜୀବନକୁ ଠିକ ଭାବରେ ୟୁଟିଲାଇଜ କରନ୍ତୁ ଏବଂ ଆଉ ଭୁଲ ବୁଝାମଣାରେ ଜୀବନକୁ ନଷ୍ଟ କରନ୍ତୁ ନାହିଁ। ତ ତାପରେ ଠିକ ଅଛି ସାଙ୍ଗମାନେ, ଆଉ ଭିଡିଓଟିକୁ ଦେଖି ସାରିଲା ପରେ ଆପଣ ଜାଣିପାରିବେ ନିହାତି। ତ ଠିକ ଅଛି ସାଙ୍ଗମାନେ, ଆଉ ଡେରି ନ କରି ଭିଡିଓଟିକୁ ଦେଖିବା। ଲେଟ୍ ଷ୍ଟାର୍ଟ। ଡ୍ୟାମ୍ କୁ ଡେଇଁ ମହିଳା ନିଖୋଜ। କେନ୍ଦୁଝର ସଦର ଥାନା ଅଞ୍ଚଳ ସ୍ଥିତ କାନଝରି ଡ୍ୟାମ୍ କୁ ଡେଇଁ ନବବିବାହିତା ମହିଳା ନିଖୋଜ ହୋଇଛନ୍ତି। ମହିଳା ଜଣକ ସଦର ବ୍ଲକ ବାରଖଣ୍ଡା ଗାଁର ହୋଇଥିବା ସୂଚନା ମିଳିଛି। ମହିଳା ଜଣକ ଗତ 2 ମାସ ପୂର୍ବେ ବିବାହ କରିଥିଲେ। ଆଜି ଡ୍ୟାମ୍ରୁ ଡେଇଁ ନିଖୋଜ ହୋଇଛନ୍ତି ଏବଂ ସକାଳ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଗ୍ନିଶମ ବାହିନୀ ଖୋଜାଖୋଜି ମଧ୍ୟ ଚଳାଇ। ସାଙ୍ଗମାନେ ଏହି ଭିଡିଓଟି ଦେଖି ସାରିଲା ପରେ ଆପଣମାନେ ଜାଣିପାରୁଥିବେ ଯେ କିଭଳି ଭାବରେ ନବବିବାହିତା ମହିଳା ଜଣଙ୍କର ମୃତ୍ୟୁ ହୋଇଛି। ମାନେ ଜଣେ ନବବିବାହିତା ଯୋଉ ମହିଳା ଯୋଉ ପାରିବାରିକ ସମସ୍ୟା ନେଇ ଆମର ଜୀବନ ହରାଇ ବସିଲେ, ତ ତାହା କଦାପି ଠିକ ନୁହଁ। ତେଣୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଯେ ଯଦି କୌଣସି ସମସ୍ୟାକୁ ନେଇ ମୃତ୍ୟୁବରଣ କରିବା ପାଇଁ ଚାହୁଁଛନ୍ତି ତାହେଲେ କେବେ ବି ତାହା ହଉଛି ସମ୍ପୂର୍ଣ୍ଣ ଭୁଲ ଧାରଣା। ସେ ଭୁଲ କରନ୍ତୁ ନାହିଁ, କାହିଁକି ନା ମଣିଷ ଜୀବନ ହଉଛି ଆମର ସବୁଠୁ ଶ୍ରେଷ୍ଠ ଜୀବନ। ତ କେବଳ ଜୀବନ ହରାଇ ଦେଲେ ସମସ୍ୟା ହେଇଯାଏ, ଏହା ଠିକ ନୁହଁ। ତେଣୁ ଆପଣମାନଙ୍କୁ ମୋର ଅନୁରୋଧ ଯେ ମୋ ଭିଡିଓଟି କରିବାର ଉଦ୍ଦେଶ୍ୟ ହଉଛି ଏହା ଯେ ଆପଣମାନେ ଛୋଟ ଛୋଟ ପାରିବାରିକ ସମସ୍ୟା ନେଇ କେବେ ବି ଜୀବନ ହରାନ୍ତୁ ନାହିଁ। ଛୋଟ ହଉ କି ବଡ ହଉ, ପାରିବାରିକ ସମସ୍ୟାକୁ ନେଇ କିମ୍ବା ଅନ୍ୟ ଯେକୌଣସି ସମସ୍ୟା ନେଇ ଜୀବନ ହରାଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ। ଏହା ହଉଛି ସମ୍ପୂର୍ଣ୍ଣ ଭୁଲ ଧାରଣା। ତ ତାର କିଭଳି ସମସ୍ୟା ଯୋଉ ହଉଛି, ସମସ୍ୟାଟା କିଭଳି ଭାବରେ ସଲ୍ଭ କରାଯାଇ ପାରିବ ତାହା ପଦକ୍ଷେପ ନେବା ଦରକାର। ତ ଠିକ ଅଛି ସାଙ୍ଗମାନେ, ମୋ ଭିଡିଓକୁ ଦେଖିଥିବାରୁ ଥ୍ୟାଙ୍କ ୟୁ। ଆଉ ଭିଡିଓଟି ଯଦି ଭଲ ଲାଗିଥାଏ ତାହେଲେ ଭିଡିଓଟିକୁ ଲାଇକ୍ ସେୟାର କମେଣ୍ଟ କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିବେ। ପୁଣି ଦେଖା ହେବା ନୂଆ ଭିଡିଓରେ କିଛି।